ଆସନ୍ତୁ ଜାଣିବା ନାରୀମାନଙ୍କର କାମଶକ୍ତି କେଉଁ ଅଙ୍ଗରେ ସମୟ ମାତ୍ରାରେ ରହେ, କେତେ ସମୟ ଧରି କାମଶକ୍ତି ଜାଗ୍ରତ ରହେ, ଏହି ବିଷୟରେ ଆସନ୍ତୁ ଜାଣିବା। ଯେଉଁ ନାରୀମାନଙ୍କର ବେକ ମୋଟା ଥାଏ ସେମାନଙ୍କର କାମ ଶକ୍ତି ଅଧିକ ସମୟ ଧରି ରହେ। ଯେଉଁମାନଙ୍କର ବେକର ଅଂଶ ଯେତେ ସରୁ ଥାଏ ମାତ୍ରା ସେତେ କମ୍ ଥାଏ। ମୁଁ କହୁନାହିଁ ଯେ ସେମାନଙ୍କର କାମଶକ୍ତି ଅଧିକ ମାତ୍ରାରେ କମ୍ ସମୟ ଥାଏ ସରୁ ବେକର, କିନ୍ତୁ ଯେଉଁମାନଙ୍କର ବେକ ଅଧିକ ମାତ୍ରାରେ ଅଧିକ ସମୟ ପାଇଁ କାମଶକ୍ତି ଜାଗ୍ରତ ରହେ। ସେଇ ଜାଗ୍ରତ ଅଂଶକୁ ଆମେ ଜାଣିବା। ଆସନ୍ତୁ ଜାଣିବା ଯେ ନାରୀମାନଙ୍କର କାମଶକ୍ତି ଯଦି ପ୍ରଶମିତ ନ ହୁଏ ସେଥିରେ ବହୁତ ରୋଗ ଜନ୍ମେ। ସେମାନଙ୍କର ଯେଉଁମାନେ ପ୍ରଶମିତ କରିବା ପାଇଁ ଅଲଗା ପନ୍ଥା ଧାରଣ କଲେ, ପୁରୁଷ ଆକର୍ଷଣ ହେଲେ, ଯେକୌଣସି ପୁରୁଷ, ତାଙ୍କୁ ତ ଶାସ୍ତ୍ର ଅନୁସାରେ କିମ୍ବା ସମାଜ ଅନୁସାରେ ଚରିତ୍ରହୀନା କହିପାରନ୍ତି, କିନ୍ତୁ ଏହା ରୋଗର ଲକ୍ଷଣ। ଏହା ପ୍ରଶମିତ ନହେଲେ ବିଭିନ୍ନ ରୋଗ ଜନ୍ମେ। ବାତ ରୋଗ, ଯେଉଁ ବାତ ହିଷ୍ଟ୍ରିଆ ବାତ ବା ମୋହ ବାତ, ମୋହ ଆପଣ ଜାଣିଥିବେ। ବିଭିନ୍ନ ହିଷ୍ଟ୍ରିଆ ବାତ ହେଲେ, ବାତ ତ ବିଭିନ୍ନ ବାତ ଅଛି, ଏମିତି 64 ପ୍ରକାର ପର୍ଯ୍ୟନ୍ତ ବାତ ଅଛି, କିନ୍ତୁ ଏହି ବାତ ସବୁ ଏହି କାରଣରୁ ହୋଇଥାଏ, ପ୍ରଶମିତ ନହେଲେ କାମଶକ୍ତି। ନିଶ୍ଚିନ୍ତ ବାତ ଦୁର୍ବଳରୁ ହୁଏ। ଲୋକ କୁହନ୍ତି ଯେ ବାତ ହେଉଛି, ଯେ ବାତର କାରଣ ବି ଥାଏ। ଦୁର୍ବଳତାରୁ ବାତ, ପ୍ରଶମିତ କାମଶକ୍ତି ପ୍ରଶମିତ ନହେଲେ ବାତ, ଏହା ମଧ୍ୟରେ ପାର୍ଥକ୍ୟ ଅଛି, ବୁଝନ୍ତୁ। ତେଣୁ ଯେଉଁ ନାରୀ ପାଇଁ ସେହିଭଳି ପୁରୁଷର ଆବଶ୍ୟକତା ଥାଏ, ବେକ ମୋଟା ଥିବା ନାରୀମାନଙ୍କର କାମଶକ୍ତି ଅଧିକ ମାତ୍ରାରେ ଉତ୍ପନ୍ନ ହୁଏ ଏବଂ ଅଧିକ ସମୟ ଧରି ରହେ, ଉତ୍ତେଜିତ ହୋଇ ରହେ। ଏହାକୁ ପ୍ରଶମିତ ହେଲେ ସୁସ୍ଥ ଏବଂ ସୁଦୀର୍ଘ ଜୀବନଯାପନ କରିବା ପାଇଁ ଏହି ନାରୀମାନଙ୍କର ଥାଏ। ଏମାନେ ବହୁତ ଷ୍ଟ୍ରଙ୍ଗ, କାମପ୍ରିୟ, କାମ କରିଥାନ୍ତି। ଏମାନଙ୍କର କାମଶକ୍ତି ମାନେ ଶାରୀରିକ କାମ ଯେଉଁ ସବୁ କରାଯାଏ ସେସବୁ କରିବା ପାଇଁ ଏମାନେ ବହୁତ ଅଧିକ ମାତ୍ରାରେ କରିଥାନ୍ତି, କିନ୍ତୁ କାମଶକ୍ତି ବି ଅଧିକ ମାତ୍ରାରେ ଥାଏ। ତେଣୁ ଏହି ବାତ, ଆପଣ ଗୋଟେ କଥା କହୁଛି, ବାତ ହେଲା ମାନେ କ'ଣ? ଆପଣ ପିଠି ପଟ, ବେକର ପିଠି ପଟ, ମଥାକୁ ଲାଗିକି ପିଠି ପଟର ଯେ ବେକର ଅଂଶ ଅଛି ସେଇଟାକୁ ଚିପି ଧରିବେ। ବାତ ହେଉଥିବା ସମୟରେ ଚିପି ଧରିବେ, ମାନେ ଶିର ଗୁଡ଼ା ଯେମିତି କୁ ଦାବି ଧରିବେ। ଶିର ଗୁଡ଼ାରେ ଯେ ବାତ ଯାଉଥିବ ତାକୁ ଯେତେ ଜୋର ଦାବି ଧରିବେ, ବାତ ମାତ୍ରା ସେତେ ଶୀଘ୍ର, ଯାହାର ବାତ ହେଉଥିବ ସେତେ ଶୀଘ୍ର ବାତ କମିଯିବ। ଜୋରରେ ଯେତେ ଜୋରରେ ଜାକି ଧରିବେ ପିଠି ପଛପଟ ଅଂଶ, ପିଠି ସାଇଡ୍ ଅଂଶକୁ ଯେତେ ଜୋରରେ ଜାକି ଧରିବେ। ଆଉ ଗୋଟେ କଥା ମନେ ରଖିବେ, ଯେଉଁମାନଙ୍କର ଏଇଭଳିଆ ରୋଗର ଲକ୍ଷଣ ଥାଏ ତାଙ୍କର ଏଇ ବେକର ସାଇଡ୍ଟା ଏଇଟା ସବୁବେଳେ
ମେସେଜ ହେବା ଦରକାର। ମେସେଜ କଲେ ଏହି ବାତ ମାତ୍ରା କମିଥାଏ। ଆଉ ଏଇ ବାତ ତ ଏଇ କାରଣରୁ ହୁଏ, କାହିଁକି ନା ନର୍ଭସ୍ କାମ ଶକ୍ତିର ନର୍ଭସ୍ ପାଇଁ ଏହା ଉତ୍ପନ୍ନ ହେଉଛି। ତେଣୁ ସେହି ଅନୁସାରେ ଶିର ଗୁଡ଼ିକ ଉତ୍ତେଜିତ ମାନେ କାମର ଉତ୍ତେଜନାକୁ ଧାରଣ କରିଥାନ୍ତି। ଶିରା ଗୁଡ଼ିକ ଭେନ୍ ଗୁଡ଼ିକ ସେଇଟା ଶକ୍ତି କାମ ଶକ୍ତିଟା ଶୀଘ୍ର ପ୍ରଶମିତ ନ ହେଉଥିବାରୁ ଏହା ଏହି ପ୍ରକାର ରୋଗର ଲକ୍ଷଣ ସୃଷ୍ଟି କରୁଛି। ତେଣୁ ମୋର ପ୍ରସଙ୍ଗ ଥିଲା ଯେ କାମ ଶକ୍ତି ନାରୀମାନଙ୍କର କେଉଁ ଅଙ୍ଗରେ ରହେ। ତେଣୁ ଏଇ ଅଙ୍ଗରେ ଏଇ ଅଙ୍ଗରେ ରହିଥିବାରୁ ଯଦି ଶୀଘ୍ର ଏହାର ପ୍ରଶମିତ ନ ହୁଏ, ଏହି ପ୍ରକାର ରୋଗ ସୃଷ୍ଟି ହୁଏ। ଏହା ନିରାକରଣ ପାଇଁ ମୁଁ ଏହି ଭିଡ଼ିଓଟି କରିଛି। ଆପଣମାନେ ଜାଣିପାରିବେ ରୋଗର ଲକ୍ଷଣ, ବେକର ଗଠନ ଏବଂ ନାରୀ ବିଷୟରେ ଶିକ୍ଷା ପାଇପାରିବେ। ଏଥିପାଇଁ ଏ ଭିଡ଼ିଓଟି ମୋର ଥିଲା। ମୁଁ ରହୁଛି ରବୀନ୍ଦ୍ର କୁଲ୍ହାରୀ। ଜୟ ଜଗନ୍ନାଥ।